ନମସ୍କାର, ଆପଣଙ୍କୁ ଦୈନିକ ସମ୍ବାଦକୁ ସ୍ୱାଗତ। ଆସନ୍ତୁ ଜାଣିବା ଦେଶ ବିଦେଶର ଖବରଗୁଡ଼ିକ ଆପଣଙ୍କୁ ଭଲ ଲାଗିଲେ ଆପଣଙ୍କ ଦୈନିକ ସମ୍ବାଦ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ। ଆସନ୍ତୁ ଦେଖିବା ଦେଶ ବିଦେଶର ସମ୍ପୂର୍ଣ୍ଣ ଖବର। ସାରା ବିଶ୍ୱରେ କରୋନା ସଂକ୍ରମଣ କରିବା ପରେ ଏବେ ଚାଇନା ନିଜର ଅର୍ଥନୀତିକୁ ସଜାଡ଼ିବା ଲାଗି ଉପାୟ ଆପଣାଇବାରେ ଲାଗିଛି। କରୋନା ମୁକାବିଲା ପାଇଁ ଆବଶ୍ୟକ ଔଷଧ ଏବଂ ସାନିଟାଇଜର ପ୍ରସ୍ତୁତିରେ ଦରକାର ହେଉଥିବା କଞ୍ଚାମାଲକୁ ଚାଇନା ଏବେ 4ରୁ 5 ଗୁଣା ଅଧିକ ଦାମରେ ବିକ୍ରି କରୁଛି। ତେବେ ଫାର୍ମା କମ୍ପାନୀଗୁଡ଼ିକ ବାଧ୍ୟ ହୋଇ ଚାଇନାଠାରୁ କଞ୍ଚାମାଲ କିଣୁଛନ୍ତି। ଏହା ଯୋଗୁଁ ହରିଦ୍ୱାରର ସିଡିକୁଲଠାରେ ଥିବା କେତେକ ଫାର୍ମା କମ୍ପାନୀ ବେଶ୍ ପ୍ରଭାବିତ ହେଉଥିବା କୁହାଯାଇଛି। ଅନେକ ସ୍ଥାନୀୟ ଫାର୍ମା ସଂଘ ମୁଖ୍ୟ ଅନିଲ ଶର୍ମା କୁହନ୍ତି ଯେ ଆକ୍ଟିଭ୍ ଫାର୍ମା ଇନଗ୍ରିଡିଏଣ୍ଟ ଏପିଆଇର ଦାମ ଜାଣିଶୁଣି ଚାଇନା ବୃଦ୍ଧି କରିଛି। ଚାଇନା ଏପରି କରି ନିଜର ଅର୍ଥନୀତିକୁ ସବଳ କରିବାର ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀରେ ସଂକଟ। ନୂଆ 186 କରୋନା ସଂକ୍ରମିତଙ୍କଠାରେ ନଥିଲା ପୂର୍ବରୁ କୌଣସି ଲକ୍ଷଣ। ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ୍ ଜାରି ରହିଛି। ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହାରରେ କେତେକ ରାଜ୍ୟରେ ହ୍ରାସ ପରିଲକ୍ଷିତ ହେବାରେ ଲାଗିଛି। ତେବେ ଇତିମଧ୍ୟରେ ଦିଲ୍ଲୀରେ ନୂଆ ସଂକଟ ଦେଖାଦେଇଛି। ଏଠାରେ 186 ନୂଆ କରୋନା ସଂକ୍ରମିତଙ୍କଠାରେ ପୂର୍ବରୁ କୌଣସି ଲକ୍ଷଣ ପ୍ରକାଶ ପାଇ ନଥିଲା। ମାତ୍ର ପରେ ସେମାନଙ୍କ ନମୁନା ପରୀକ୍ଷାରୁ କରୋନା ପଜିଟିଭ୍ ରିପୋର୍ଟ ମିଳିଥିଲା। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ସେ କହିଛନ୍ତି ଯେ ଲକଡାଉନ୍ ଯୋଗୁଁ ଲୋକଙ୍କ ପାଇଁ ଅସୁବିଧା ତ ନିଶ୍ଚିତ ହୋଇଛି, ତେବେ ଏହା ସଂକ୍ରମଣ କମାଇବାରେ ମଧ୍ୟ ବିଶେଷ ଉପଯୋଗୀ ହୋଇଛି। ଏହା ହୋଇ ନଥିଲେ ଏବେ ଅଧିକ ସଂଖ୍ୟକ ସଂକ୍ରମିତଙ୍କୁ ହସ୍ପିଟାଲରେ ଦେଖିବାକୁ ମିଳିଥାନ୍ତା ବୋଲି ସେ କହିଛନ୍ତି। କରୋନା ଯୁଦ୍ଧରେ ହାରିଗଲେ ଇନ୍ଦୋରର ପୋଲିସ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର। ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ପତ୍ନୀଙ୍କୁ ପୋଲିସ ବିଭାଗରେ ଚାକିରି ଦେବାକୁ ବାଧ୍ୟ ଶିବରାଜ କହିଛନ୍ତି। ଦେବେନ୍ଦ୍ର କୁମାର କାର୍ଯ୍ୟରତ ଥିବା ସମୟରେ କରୋନାରେ ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ସେ ଠିକ୍ ହେବା ସହ ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା। ହେଲେ ହଠାତ୍ ଶନିବାର ରାତି ପ୍ରାୟ 9ଟାରେ ତାଙ୍କର ମୃତ୍ୟୁ ହେବା ଦୁଃଖଦାୟକ ବିଷୟ ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲକଡାଉନରେ କୌଣସି କୋହଳ କରାଯିବନି କେଜରିୱାଲ। ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ସ୍ଥିତି ବର୍ତ୍ତମାନ ଯାହା ରହିଛି ତାକୁ ନଜରରେ ରଖି ଆସନ୍ତା ସପ୍ତାହ ମଧ୍ୟରେ ଲକଡାଉନରେ କୌଣସି କୋହଳ କରାଯିବ ନାହିଁ ବୋଲି ରବିବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏକ ସମ୍ବାଦଦାତା ସମ୍ମିଳନୀରେ ସେ ଏହା କହିଛନ୍ତି। ଦିଲ୍ଲୀବାସୀଙ୍କୁ ସୁରକ୍ଷିତ ରଖିବାକୁ ଆମେ ସ୍ଥିର କରିଥିବା କେଜରିୱାଲ ପ୍ରକାଶ କରିଛନ୍ତି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଲକଡାଉନର ଅବଧିକୁ ବୃଦ୍ଧି କରିଥିଲେ, ସେତେବେଳେ କହିଥିଲେ ଏପ୍ରିଲ 20 ପରେ ଲକଡାଉନ୍ ନିୟମରେ କିଛିଟା କୋହଳ କରାଯାଇପାରେ। ହେଲେ ଏବେ ଦିଲ୍ଲୀର ସ୍ଥିତି ଯାହା ରହିଛି ଏଥିରେ କୋହଳ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି କେଜରିୱାଲ କହିଛନ୍ତି। ଯଦିଓ ରାଜଧାନୀରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ି ଚାଲିଛି, ତେବେ ବି ଏହା ଏପର୍ଯ୍ୟନ୍ତ ଆୟତ୍ତରେ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। କିନ୍ତୁ ଗୋଟିଏ ଦିନ ପୂର୍ବରୁ ଯେଉଁ 186 ଜଣ କରୋନା ଚିହ୍ନଟ କରାଯାଇଛି, ସେମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ନଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ସେ କହିଛନ୍ତି। ତେଣୁ ରାଜଧାନୀକୁ କରୋନା ମୁକ୍ତ କରିବାକୁ ଏବେ ରାଜ୍ୟିତ ଟେଷ୍ଟିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆଉ ଏହି ସମୟରେ ଲକଡାଉନରେ କୋହଳ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆମେରିକାରେ ଛୋଟ ସହର ସହିତ ଗ୍ରାମାଞ୍ଚଳରେ ବ୍ୟାପିଲା କରୋନା। ସେପ୍ଟେମ୍ବର ସୁଦ୍ଧା ମୃତ୍ୟୁ ସଂଖ୍ୟା 22 ଲକ୍ଷ ଛୁଇଁବା ଆଶଙ୍କା। କରୋନା ସଂକ୍ରମଣ ନେଇ ଆମେରିକାରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏବେ ଏହି ମହାମାରୀ ଏଠାରେ ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ଧୀରେ ଧୀରେ କରୋନା ସଂକ୍ରମଣ ଛୋଟ ସହର ସହିତ ଗ୍ରାମାଞ୍ଚଳରେ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ରୋକିବାରେ ସରକାରଙ୍କ ସମସ୍ତ ଉଦ୍ୟମ ଅସଫଳ ହୋଇଛି। ସମ୍ପ୍ରତି ଦେଶରେ 7 ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଥିବାବେଳେ ମୃତ୍ୟୁ ସଂଖ୍ୟା 34,000 ଟପିଛି। ପ୍ରତିଦିନ ଦେଶରେ 1,800ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ଏପ୍ରିଲ 7 ଠାରୁ ଏହା ଜାରି ରହିଛି। ଏହି ମୃତ୍ୟୁ ହାର ଦେଶରେ ହାର୍ଟ ଏବଂ କ୍ୟାନ୍ସର ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟାକୁ ଟପି ଯାଇଥିବା କୁହାଯାଇଛି। ଆମେରିକାରେ ପ୍ରତିଦିନ ହାର୍ଟ ସମସ୍ୟା ଯୋଗୁଁ 1,774 ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ କ୍ୟାନ୍ସରରେ 1,641 ଲୋକଙ୍କ ମୃତ୍ୟୁ ଘଟିଥାଏ ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସ୍ଥିତି ଉପରେ ନିୟନ୍ତ୍ରଣରେ ନ ଆସିଲେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ମୃତ୍ୟୁ ସଂଖ୍ୟା 22 ଲକ୍ଷ ଛୁଇଁବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ତେବେ ସ୍ଥିତିର ଶୀଘ୍ର ପରିବର୍ତ୍ତନ ଆସିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶବାସୀଙ୍କୁ ଉଦ୍ଦେଶ୍ୟରେ କହିଛନ୍ତି। କରୋନା ନେଇ ଭୟ ନ କରିବାକୁ ସେ ଦେଶବାସୀଙ୍କୁ କହିଛନ୍ତି। କରୋନା ସହ ଲଢ଼ିବାକୁ 41 ଆଫ୍ରିକୀୟ ଦେଶରେ ରହିଛି 2,000ରୁ କମ୍ ଭେଣ୍ଟିଲେଟର। କରୋନା ଭାଇରସ୍ ଏବେ ଆଫ୍ରିକା ମହାଦେଶରେ ପ୍ରବେଶ କରିବା ଆରମ୍ଭ କରିଛି। ହେଲେ ସବୁଠାରୁ ଚିନ୍ତାର ବିଷୟ, ଏହାର ଅନେକ ଦେଶରେ କରୋନା ସହ ଲଢ଼ିବାକୁ ଚିକିତ୍ସା ସୁବିଧା ନାହିଁ। ଏମିତିକି ପାଖାପାଖି 41 ଆଫ୍ରିକୀୟ ଦେଶରେ 2,000ରୁ କମ୍ ଭେଣ୍ଟିଲେଟର ରହିଥିବା କୁହାଯାଇଛି। ଆଉ ପ୍ରାୟ 10 ଦେଶରେ ଆଦୌ ଭେଣ୍ଟିଲେଟର ନାହିଁ। ଦକ୍ଷିଣ ସୁଦାନରେ ଯେତିକି ରାଷ୍ଟ୍ରପତି ରହିଛନ୍ତି ତାଠାରୁ କମ୍ ସଂଖ୍ୟାରେ ଭେଣ୍ଟିଲେଟର ରହିଛି ବୋଲି କୁହାଯାଇଛି। 1,10,00,000 ଜନସଂଖ୍ୟା ବିଶିଷ୍ଟ ସୁଦାନରେ 5 ରାଷ୍ଟ୍ରପତି ରହିଛନ୍ତି ହେଲେ ଏଠାରେ ଭେଣ୍ଟିଲେଟର ସଂଖ୍ୟା 4। ସେହିପରି ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକର 50 ଲକ୍ଷ ଜନସଂଖ୍ୟାରେ ରହିଛି 3 ଭେଣ୍ଟିଲେଟର। ତେଣୁ ଏହି ସଂଖ୍ୟାକୁ ଦେଖି ଆଫ୍ରିକୀୟ ଦେଶରେ କରୋନା ଚିକିତ୍ସାକୁ ନେଇ ଚିନ୍ତା ବଢ଼ିଯାଇଛି। କେବଳ ସେତିକି ନୁହେଁ, ଆଫ୍ରିକାର ଅଧିକାଂଶ ସ୍ଥାନରେ ସ୍ୱଚ୍ଛ ପାନୀୟ ଜଳ ମିଳିବା ମଧ୍ୟ କଷ୍ଟକର ବ୍ୟାପାର। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ 41 ଆଫ୍ରିକୀୟ ଦେଶରେ ଆଇସିୟୁ ବେଡ୍ ସଂଖ୍ୟା ମଧ୍ୟ 5,000ରୁ କମ୍ ରହିଛି। ୟୁରୋପୀୟ ଦେଶରେ 10 ଲକ୍ଷ ଲୋକଙ୍କ ପାଇଁ 4,000 ବେଡ୍ ଥିବାବେଳେ ଆଫ୍ରିକୀୟ ଦେଶରେ 10,000 ଲୋକଙ୍କ ପାଇଁ କେବଳ 5ଟି ବେଡ୍ ରହିଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଯଦି ଆଫ୍ରିକୀୟ ଦେଶରେ କରୋନା ପ୍ରବେଶ କରିବ ତେବେ ସେଠାରେ ଅତି କମ୍ରେ 3 ଲକ୍ଷ ଲୋକଙ୍କ ମୃତ୍ୟୁ ହେବ ବୋଲି ଅନୁମାନ କରାଯାଇଛି। ଯଦି ସଂକ୍ରମଣକୁ ରୋକାଯାଇ ନ ପାରିଲା ତେବେ ପାଖାପାଖି 33 ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି କି ଏପର୍ଯ୍ୟନ୍ତ ଆଫ୍ରିକାରେ କିଛି ଦେଶକୁ ଲକଡାଉନ୍ କରି ଦିଆଯାଇଥିବାରୁ ସେଠାରେ ଏପର୍ଯ୍ୟନ୍ତ କରୋନା ଆକ୍ରମଣ କରିପାରିନାହିଁ। ଆଜିର ଦିନରେ ଇଣ୍ଡିଜ୍ ମାଟିରେ ବିରଳ ରେକର୍ଡ ହାସଲ କରିଥିଲେ ଗାଭାସ୍କର। 49 ବର୍ଷ ହେଲା ରହିଛି ଅତୁଟ। ଭାରତର ପୂର୍ବତନ ଖେଳାଳି ତଥା ଅଧିନାୟକ ସୁନୀଲ ଗାଭାସ୍କର ଏପ୍ରିଲ 1971ରେ ୱେଷ୍ଟଇଣ୍ଡିଜ୍ ମାଟିରେ ଏପରି ଏକ ରେକର୍ଡ ହାସଲ କରିଥିଲେ ଯାହା 49 ବର୍ଷ ହେଲା ଅତୁଟ ରହିଛି। ସେ ପଦାର୍ପଣ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ କରି ରେକର୍ଡ କରିଥିଲେ। ଗାଭାସ୍କର 5ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 4ଟି ମ୍ୟାଚ୍ ଖେଳି 774 ରନ୍ କରିଥିଲେ। ସେ ଏହି ସିରିଜରେ ୱେଷ୍ଟଇଣ୍ଡିଜର ଜନ୍ ହେଡ୍ଲିଙ୍କ 51 ବର୍ଷର ରେକର୍ଡ ଭାଙ୍ଗିଥିଲେ। ଏହି ରେକର୍ଡ ହେଡ୍ଲି ଇଂଲଣ୍ଡ ବିପକ୍ଷରେ 703 ରନ୍ କରି ହାସଲ କରିଥିଲେ।
ଘରୋଇ ମାଟିରେ ଭଲ ପ୍ରଦର୍ଶନ କରି ଓପନର ଭାବେ ଇଣ୍ଡିଜ୍ ଗ୍ରସ୍ତ କରିଥିବା ଗାଭାସ୍କର ଷ୍ଟେନ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିପାରି ନଥିଲେ, କିନ୍ତୁ ସେ ପୋର୍ଟ ଅଫ୍ ସ୍ପେନ୍ରେ ଦ୍ୱିତୀୟ ଟେଷ୍ଟରେ ପଦାର୍ପଣ କରି 65 ଓ 67 ରନ୍ର ଇନିଂସ ଖେଳିଥିଲେ। ଏହି ସିରିଜରେ ସେ ପଦାର୍ପଣ କରି ମୋଟ 774 ରନ୍ କରିଥିଲେ, ଯାହା ଆଜିଯାଏଁ କେହି ଭାଙ୍ଗିପାରି ନାହାନ୍ତି। ଗତ ବର୍ଷ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ 774 ରନ୍ କରି ଗାଭାସ୍କରଙ୍କ ସହ ବରାବର ହୋଇଥିଲେ, କିନ୍ତୁ ଏହା ତାଙ୍କର ପଦାର୍ପଣ ସିରିଜ୍ ନଥିଲା। ଲିଭି ରିଚର୍ଡସ୍, ବ୍ରାଏନ୍ ଲାରା ଆଦି ଟେଷ୍ଟ ସିରିଜରେ ଗାଭାସ୍କରଙ୍କଠାରୁ ଅଧିକ ରନ୍ କରିଥିଲେ ମଧ୍ୟ ଏହା ସେମାନଙ୍କ ପଦାର୍ପଣ ସିରିଜ୍ ନଥିଲା। ସୂଚନାଯୋଗ୍ୟ, ଗୋଟିଏ ସିରିଜରେ ସର୍ବାଧିକ ରନ୍ର ରେକର୍ଡ ଡନ୍ ବ୍ରାଡ୍ମ୍ୟାନ୍ଙ୍କ ନାମରେ ରହିଛି। ସେ ଇଂଲଣ୍ଡ ବିପକ୍ଷରେ 1930ରେ 974 ରନ୍ କରିଥିଲେ। ଖୁସି ଖବର, କରୋନାକୁ ମାତ୍ ଦେବାର ପ୍ରଥମ ରାଜ୍ୟ ହେଲା ଗୋଆ। ସୁସ୍ଥ ହେଲେ ସମସ୍ତ ରୋଗୀ। କରୋନା ଭାଇରସ୍ କାରଣରୁ ଗୋଟିଏ ପଟେ ଦେଶର ଗତି ଥମିଯାଇଥିବା ବେଳେ ଏହା ମଧ୍ୟରେ ଆସିଛି ଆଶ୍ୱସ୍ତିଭରା ଖବର। କରୋନାକୁ ମାତ୍ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହୋଇଛି ଗୋଆ। ଏହି ରାଜ୍ୟରେ ସମସ୍ତ କରୋନା ଭାଇରସ୍ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ମୋଟ 7 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ପୂର୍ବରୁ 6 ରୋଗୀ ପୂର୍ବରୁ ସୁସ୍ଥ ହୋଇଯାଇଥିଲେ। ଶେଷ ରୋଗୀଙ୍କୁ ଆଜି ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହାର ସୂଚନା ଦେଇଛନ୍ତି ଯେ ଟ୍ୱିଟ୍ କରିଛନ୍ତି ଯେ ସନ୍ତୋଷ ଓ ଆଶ୍ୱସ୍ତିକର ଖବର ଏହା ଯେ ଗୋଆର ଶେଷ ଆକ୍ଟିଭ କରୋନା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏଥିପାଇଁ ଡାକ୍ତର ଓ ସହାୟକ କର୍ମଚାରୀ ପ୍ରଶଂସାର ଯୋଗ୍ୟ। ଗୋଆରେ ଏପ୍ରିଲ 3 ପରଠୁ କୌଣସି ବି କରୋନା ପଜିଟିଭ ରିପୋର୍ଟ ଆସିନାହିଁ। କରୋନାର ବଳି ପଡ଼ିଲା ଭାରତ। ଏହି ଏୟାରଲାଇନ୍ସ ଅବୈତନିକ ଛୁଟିରେ ଗଲେ 5500 କର୍ମଚାରୀ। କରୋନା ସଂକ୍ରମଣ ଯୋଗୁଁ ଦେଶରେ ଲକଡାଉନ୍ ଜାରି ରହିଛି। ଫଳରେ ଦେଶ ଭିତରେ ଓ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ ରହିଥିବା ବେଳେ ଘରୋଇ ବିମାନ କମ୍ପାନୀ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି। କମ୍ପାନୀମାନେ ସେମାନଙ୍କ କ୍ଷତି ବୋଝ ଏବେ କର୍ମଚାରୀଙ୍କ ଉପରେ ଲଦିବାରେ ଲାଗିଛନ୍ତି। ଏହି କ୍ରମରେ ଏୟାର ଡେକାନ୍‌ର ସମସ୍ତ କର୍ମଚାରୀଙ୍କୁ ନୋ ୱାର୍କ ନୋ ପେ ନୀତିରେ ଛୁଟି ଦେଇଥିବା ବେଳେ ଏବେ ଗୋ ଏୟାର ମଧ୍ୟ କର୍ମଚାରୀଙ୍କୁ ମେ 3 ତାରିଖ ପର୍ଯ୍ୟନ୍ତ ଅବୈତନିକ ଛୁଟି ଦେଇଛନ୍ତି। ମାର୍ଚ୍ଚ 25 ତାରିଖରୁ ସମସ୍ତ ବିମାନ ଉଡ଼ାଣ ବ୍ୟାହତ ହୋଇଛି। ଫଳରେ କମ୍ପାନୀମାନେ କୋଟି କୋଟି ଟଙ୍କା କ୍ଷତିରେ ପଡ଼ିଛନ୍ତି। ଉଡ଼ାଣ ବନ୍ଦ ରହିବା ଯୋଗୁଁ ଆୟ ଠପ୍ ହୋଇଯାଇଥିବା ବେଳେ କର୍ମଚାରୀଙ୍କ ବେତନ ଓ ମେଣ୍ଟେନାନ୍ସ ବାବଦକୁ ବିପୁଳ ବ୍ୟୟ ବହନ କରିବାକୁ ପଡ଼ୁଛି। ଏଣୁ କମ୍ପାନୀମାନେ ଏବେ କର୍ମଚାରୀଙ୍କ ବୋଝ ହାଲୁକା କରିବା ଲାଗି ଅବୈତନିକ ଛୁଟି ଦେଇଛନ୍ତି। ଏଥିରେ ଗୋ ଏୟାର ତା'ର 5500 କର୍ମଚାରୀଙ୍କ ମେ 3 ତାରିଖ ପର୍ଯ୍ୟନ୍ତ ଛୁଟି ଦେଇଥିବା ଜଣାପଡ଼ିଛି। ପରିଣାମ ଭୋଗିବ ଚୀନ। ମରିଥିବା ଜଣେ ଜଣେ ଲୋକଙ୍କ ହିସାବ କରି ପ୍ରତିଶୋଧ ନେବୁ, ଡ୍ରାଗନ୍‌କୁ ଟ୍ରମ୍ପଙ୍କ ଧମକ। କରୋନା ଭାଇରସ୍ ସାରା ବିଶ୍ୱକୁ କବଳିତ କରିଛି। ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ମୃତକଙ୍କ ସଂଖ୍ୟା 39,168 ଥିବା ବେଳେ 7 ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଏହି ଘଟଣା ପାଇଁ ଆମେରିକା ରାଷ୍ଟ୍ରପତି ଚୀନକୁ ଦାୟୀ କରିଛନ୍ତି। କାରଣ ଏହି ଭାଇରସ୍ ଚୀନର ଓହାନ ସହରରୁ ସାରା ବିଶ୍ୱକୁ ବ୍ୟାପିଛି। ଏହା ସହ ଚୀନ ଏହାର ପରିଣାମ ଭୋଗିବ ଓ ପ୍ରତି ମୁହୂର୍ତ୍ତଙ୍କ ପ୍ରତିଶୋଧ ନିଆଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ଭାରତରେ ସୁସ୍ଥ ହେଲେ 2301 କରୋନା
ଆକ୍ରାନ୍ତ 519 ଛୁଇଁଲା ମୃତ୍ୟୁ ସଂଖ୍ୟା। ଦେଶରେ କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ତାଜା ରିପୋର୍ଟ। ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଭାରତରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 16,116ରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 13,295ଟି ସକ୍ରିୟ ରୋଗୀ ରହିଥିବା ବେଳେ 2,301 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ସଂଖ୍ୟା 519ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ଏହା ସହ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଆଇସିଏମ୍ଆର୍ ଡକ୍ଟର ରମଣ ଆର୍ ଗଙ୍ଗା ଖେଡ୍କର କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ 3,86,791 ନମୁନା ପରୀକ୍ଷା କରିଛୁ। ଗତକାଲି 37,173 ନମୁନା ପରୀକ୍ଷା କରାଯାଇଥିବା ବେଳେ 29,287ଟି ନମୁନା ଆଇସିଏମ୍ଆର୍ ନେଟୱାର୍କ ଲ୍ୟାବ୍ରେ ଏବଂ 7,886 ନମୁନା ପରୀକ୍ଷା ବେସରକାରୀ ଲ୍ୟାବ୍ରେ କରାଯାଇଥିଲା। ସାମ୍ନାକୁ ଆସିଲା ଉହାନ ଲ୍ୟାବ୍ରେ ଭଙ୍ଗା ସିଲର ଫଟୋ ବଢ଼ିବ ଚୀନ ମୁସ୍କିଲ। କ'ଣ କରୋନା ଭାଇରସ ଉହାନ ଲ୍ୟାବ୍ରୁ ବାହାରିଥିଲା? ସମ୍ପ୍ରତି ଏହି ପ୍ରଶ୍ନ ଚୀନର ପିଛା ଛାଡୁନାହିଁ। ଗୋଟିଏ ପଟେ ଚୀନ ପୂର୍ବରୁ ଅନ୍ୟ ଦେଶର ପ୍ରଶ୍ନରେ ଘାଇଲା ହୋଇସାରିଛି ଯେ ଭାଇରସ କେମିତି ବ୍ୟାପିଲା, କ'ଣ ପାଇଁ ଏହାକୁ ରୋକାଗଲା ନାହିଁ। ଅନ୍ୟପଟେ ଉହାନ ଲ୍ୟାବ୍ରୁ ଏକ ପୁରୁଣା ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଭାଇରସ ରଖାଯାଇଥିବା ଫ୍ରିଜ୍ର ସିଲ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। କୁହାଯାଇଛି ଯେ ଉହାନର ଏହି ଲ୍ୟାବ୍ରେ ସେଫ୍ଟି ଓ ସିକ୍ୟୁରିଟି ବହୁତ କଡ଼ାକଡ଼ି। ମାତ୍ର ସାମ୍ନାକୁ ଆସିଥିବା ଫଟୋରେ କାହାଣୀ ଆଉ କିଛି ଦର୍ଶାଉଛି। ଇଂରାଜୀ ଖବରକାଗଜ ଡେଲି ମେଲ୍ ଅନୁଯାୟୀ ଏହି ଫଟୋ ପ୍ରଥମ ଥର ଚାଇନା ଡେଲି ଖବର କାଗଜରେ 2018ରେ ପ୍ରକାଶିତ ହୋଇଥିଲା। ଏହି ଫଟୋ ଗତ ମାସରେ ମଧ୍ୟ ଟ୍ୱିଟରରେ ପୋଷ୍ଟ କରାଯାଇଥିଲା ମାତ୍ର ତୁରନ୍ତ ଡିଲିଟ୍ କରାଯାଇଥିଲା। ଟ୍ୱିଟରରେ ପୋଷ୍ଟ ହେବା ସହିତ ଏବେ ସର୍ଭୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କ'ଣ ଉହାନରେ ଏହି ଲ୍ୟାବ୍ରୁ ଭାଙ୍ଗିଥିବା ଫ୍ରିଜ୍ରୁ କରୋନା ଭାଇରସ ବାହାରିଛି। ମଦ ତମାଖୁର ସେବନ। ଯଦି ଆପଣ ମଦ ବା ତମାଖୁ ଖାଇଥାନ୍ତି ତେବେ ଏହି କାରଣ ଯୋଗୁଁ ମଧ୍ୟ ଆପଣଙ୍କ ଶରୀରରେ ରକ୍ତର ଚାପ ବଢ଼ିଯାଇଥାଏ। ରକ୍ତଚାପ ବଢ଼ିବା ସହ ଆମ ଶରୀରରେ ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉତ୍ପନ୍ନ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। ଯଦି ଆପଣ ମଦ୍ୟପାନ କରନ୍ତି ତେବେ ଆପଣଙ୍କ ଶରୀରରେ ୟୁରିଆର ମାତ୍ରା ବଢ଼ିଯାଏ। ୟୁରିଆ ବଢ଼ିବା ଯୋଗୁଁ ଆମ ରକ୍ତ ଅଶୁଦ୍ଧ ହୋଇଯାଏ ଯେଉଁଥି କାରଣରୁ ଆମ ରକ୍ତଚାପ ଉଚ୍ଚ ରହିଥାଏ। ଏଗୁଡ଼ିକ ଥିଲା ଆଜିର ମୁଖ୍ୟ ଖବର। ଆମର ଏହି ଛୋଟ ପ୍ରୟାସକୁ ଜାରି ରଖିବା ପାଇଁ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସାଙ୍ଗ ଓ ପରିବାରବର୍ଗଙ୍କୁ ସେୟାର କରନ୍ତୁ। ଆଜିର ଖବରଗୁଡ଼ିକ ଭଲ ଲାଗିଥିଲେ ଲାଇକ୍ ବଟନକୁ କ୍ଲିକ୍ କରନ୍ତୁ।